ओं नमो भगवते वासुदेवाय। प्रथम स्कंद तृतीय अध्याय। सुत उवाच सुत कहन्ति शुद्धचिते हरसे मुनिङ्कग्रते शुण सकल मुनिजने हरिचरित सावधाने सृष्टिर काले से मुरारी महापुरुष रूप धरी महत आदि अंगे मिशी विराट रूपे ब्रह्मराशि कला बहई षढ़दश अनादि परम पुरुष बुद्धि चेतना अहंकार मन अंतरिक्ष समीर अनल जल वसुमती बुद्धीन्द्रिय जहा चिंती जीव परम षढ़स ए आदि सृष्टि उपदेश से सृष्टि सर्ग इच्छा करी जले जोगनिद्रा विस्तारी तानाभि कमलु कमल प्रकाशी आच्छादिला जल ब्रह्मा होइला तहु जात जे प्रजापतिंकर नाथ तार शरीरु सृष्ट लोक विस्तार होइला अनेक से शुद्ध सत्व विष्णु रूप जहा भी आण माया कल्प ज्ञान चक्षुर द्वारे भरी जे रूप देखे ब्रह्मचारी सहस्र पाद उरुभुज शिरवदन नासा तेज सहस्र लोचन श्रवण वसन कुंडल भूषण मणिकंकण झटकंती दिशई अति रूप कांति ए सृष्टि मध्ये मायाधर करई जेते अवतार ताहांक मूल बीज एहि जगते ब्रह्मा से बोलाई जହାର अंशा अंश बळे गगन पृथ्वी पाताले देव मनुष्य पशु आदि निगम गोचरे संपादि प्रथमे कुमार रूपे से सृष्टि उदय उपदेशे दुस्तर ब्रह्मचर्य व्रते तपसाधिला दृढ़ चिते द्वितीय सृष्टिर आगमे साधिला यज्ञ स्वर नामे पूर्व प्रलय काल बेले महिजे थिला रसा तले तार उद्धारे नर हरि तक्षणे कोल रूप धरी उद्धरी जले बसाइला बराह कल्प बोलाइला तृतीय ऋषि सर्गे हरि नारद मुनि रूप धरी कृष्ण भक्त जनहिते निष्काम शास्त्र कले भक्ते नारद मुनि रूप धरी तृतीय ऋषि सर्गे हरि कृष्ण भक्त जनहित निष्काम शास्त्र कले उक्त चतुर्थे जन्म धर्म कला देव उद्देश्य कर्म कला से रूप नर नारायण सृजिले धर्म आचरण
ତପସାଧିଲେ ଦୃଢ଼ ଚିତେ ସୃଷ୍ଟି କଳ୍ପନା ଅଭିମତେ। ପଞ୍ଚମେ ସିଦ୍ଧ ଅବତାର ଜନ୍ମିଲେ କଦର୍ମର ଘର। ନାମେ ସେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ କହି। ଷଷ୍ଠେ ସେ ଅତ୍ରି ପୁତ୍ର ହୋଇ ଅନସୂୟାଙ୍କ ମାତା ପାଇ। ପ୍ରହ୍ଲାଦ ଆଦି ଦୈତ୍ୟ ଗଣେ ଜ୍ଞାନ କହିଲେ ଜଣେ ଜଣେ। ସପ୍ତମ ସର୍ଗେ ନର ହରି ଆକୁତି ଗର୍ଭେ ଅବତରି। ଅନେକ ଜ୍ଞାନ ଶାସ୍ତ୍ର କଲେ ସ୍ୱୟଂଭୂ ମନନ୍ତ ପାଳିଲେ। ଅଷ୍ଟମେ ନାଭି ଗୃହେ ଜାତ ଋଷଭ ମେରୁ ଦେବୀ ସୁତ। ଅତି କଠୋର ତପ କଲେ ଜ୍ଞାନୀଙ୍କି ପଥ ଦେଖାଇଲେ। ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରି। କ୍ଷୀରେ ଧରଣୀ କଲେ ସମ ନାମ ବହିଲେ ଉଷତମ। ଦଶମେ ମତ୍ସ୍ୟ ରୂପ ହୋଇ ନାବ ପ୍ରଳୟ ଜଳେ ବାହି। ପ୍ରଳୟ ଜଳେ ବିହରିଲେ ରବିର ବଂଶକୁ ରଖିଲେ। ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର। ଇନ୍ଦ୍ରର ଅର୍ଥେ ଦେବାସୁର କ୍ଷୀର ସମୁଦ୍ର ମନ୍ଥିବାର। କପଟେ କୁର୍ମ ରୂପ ହୋଇ ମନ୍ଦରଗିରି ପୃଷ୍ଠେ ବହି। ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନନ୍ତରୀ ରୂପେ। ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି। ମୋହିନୀ ରୂପେ ତ୍ରୟୋଦଶେ ଶଙ୍କର ମୋହେ କାମ ବସେ। ଚତୁରଦଶେ ସିଂହ ବପୁ ବିଦାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକି ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତା ବଧରେ ଅହଙ୍କାରେ ଧରଣୀ ଏକବିଂଶ ବାରେ। ଭ୍ରମିଲେ ମହାକୋପାନଳେ ରାଜାଙ୍କୁ ଧରି ବାହୁବଳେ। ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କରି କୁଣ୍ଡ। ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ସପ୍ତଦଶେ ଦେବ କାର୍ଯ୍ୟେ ଜନ୍ମିଲେ ପରାଶର ବୀର୍ଯ୍ୟେ। ନିଗମ ବୃକ୍ଷ ଥିଲା ଏକା ବିଚାରି କଲେ ସତେ ଶାଖା। ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ। ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ। ରାବଣ ମାରି ଦେବରାଜ ଭଲେ ସମ୍ପାଦି ଦେବ କାର୍ଯ୍ୟ। ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି। କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନୀ ଭାରା ଉଶ୍ୱାସିଲେ। କଳିଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି। ବୁଦ୍ଧ ସ୍ୱରୂପ ଅବତାରେ ଜନ୍ମିବେ କିକଟ ନଗରେ। ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ମୋହିବେ ଅସୁରଙ୍କ ମନ। ହେମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖିବେ ଜଗତେ। ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି। ସେ କାଳେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ।
ମନହୁ ବେଗ ବଳବନ୍ତ ଅଶ୍ୱଆରୋହୀ ଜଗନ୍ନାଥ। ସୁନନ୍ଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି। ଅଳପ ରାଜା ଜନଦେଶ ଦୟାରେ କରିଣ ଆଶ୍ୱାସ। ସେ ସତ୍ୟ ନିଧି ମାୟାଧର ଅଶେଷ କରେ ଅବତାର। ଯଥା ଜିମୁତ ବୃଷ୍ଟି ଜଳେ ସହସ୍ର ନଦୀ ମହିତଳେ। ଋଷି ଦେବତା ମନୁରାଜା ଯେ ମନୁ ପୁତ୍ରେ ମହାତେଜା। ଏ ଆଦି ଯେତେ ପ୍ରଜାପତି କୃଷ୍ଣର ଅଂଶେ ଜାତ ହୁଅନ୍ତି। କେ ଅଂଶ କେବା କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ। ସକଳ ଅବତାର ସାର କିୟବା ଦେବା ପଟାନ୍ତର। ନୀଳଜିମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରି ସଂସାରେ ରମେ ନରହରି। ଦୁଷ୍ଟର ତେଜ ତେଜେ ହରି ସଂସାରେ ଖେଳଇ ମୁରାରି। କୃଷ୍ଣର ଜନ୍ମ କର୍ମ ବାଣୀ ଯେହା କର୍ଣ୍ଣ ପଥେ ଶୁଣି। ରାତ୍ର ଦିବସ ମଧ୍ୟେ ଯେବେ କାଳ ବଇ କୃଷ୍ଣ ଭାବେ। ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏମନ୍ତେ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ। ସ୍ୱଭାବେ ରୂପ ଯାର ନାହିଁ ନିର୍ଲୋପେ ନିରଞ୍ଜନ ସେହି। ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ। ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ପବନ ବଳେ ସେ ଉଡ଼ନ୍ତି। ପାର୍ଥିବ ରେଣୁ ଏ ଯେମନ୍ତେ ଉଡ଼ନ୍ତି ପବନ ବିଘାତେ। ଆକାଶ ଧୂସର ଦିଶଇ ନାନା ବର୍ଣ୍ଣରେ ଆଭାସଇ। ତାହାକୁ ଦୃଷ୍ଟି ଭେଦେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ। ସେ ରୂପେ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର। ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ହୋ ମୁନି ଗଣେ ଶୁଣ। ସ୍ୱଭାବେ ଦୃଶ୍ୟ ବସ୍ତୁ ନହେ ଗୁଣ ଆବରି ଦେହ ବହେ। ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ। ସମ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ। ଆତ୍ମାରେ କଳ୍ପିତ ଈଶ୍ୱର ଏତତ୍ତ୍ୱେ ବ୍ରହ୍ମର ବିଚାର। ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ। ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି।
ଏ ମାୟା ଈଶ୍ୱର ପ୍ରକାଶ, ଯେବେ ସେ ହୁଅ ବିନାଶ। ପରମାନନ୍ଦ ରୂପେ ଚିତ, ତେବେ ସେ ହୁଅ ଭାବିତ। ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ, ଜାଣଇ ତତ୍ତ୍ୱଜ୍ଞାନୀ ଜନ। ହେମନ୍ତେ ଜନ୍ମ କର୍ମ ଯେତେ, ବିଚାର କରି ବେଦ ପଥେ। ବୋଲନ୍ତି ଯେତେ ମୁନିଜନେ, ଏତନ ଘଟେ ଅନୁମାନେ। ସ୍ୱଭାବେ ଯାର ଜନ୍ମ ନାହିଁ, ବିଚାର କରିବ ତା କେହି। ଅମୋଘ ଲୀଳା ନରହରି, ଆତ୍ମାରେ ବିଶ୍ୱ ମାୟା କରି। ବ୍ରହ୍ମାଣ୍ଡ ସୃଜଇ ପାଳଇ, ଅନ୍ତେ ଆପଣେ ସଂହାରଇ। ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତେ, ଷଡ଼ବର୍ଗେ ଭୋଗ କରେ ନିତେ। ଏଣୁ ଈଶ୍ୱର ସେ ବୋলাই, କିବା ଉପମା ଦେବି ମୋହି। ଈଶ୍ୱର ଲୀଳା କର୍ମ ଯେତେ, କେ ଜାଣି ପାରେ ତର୍କ ମତେ। ଏହାର ଅଛି ଯେତେ ନାମ, ସ୍ୱଭାବେ ଯେତେ ଗୁଣଗ୍ରାମ। ଅଜ୍ଞାନେ କେ ଜାଣିବ ତାହା, ଦୁରିଧ ଗମ୍ୟ ବିଷ୍ଣୁ ମାୟା। ନଟ ଯେ ସନେ ମାୟା କରି, ମୋହଇ କୁହୁକ ବିସ୍ତାରି। ସେ ଚକ୍ର ପାଣିର ଚରିତ, କେ ଜାଣି ପାରେ ତ୍ରିଜଗତ। ଏ କାଳ ଚକ୍ର ଯାର ହସ୍ତେ, କେ ଯାଇ ପାରେ ତାର ପଥେ। ସେ ହରି ପାଦ ପଦ୍ମ ଗନ୍ଧ, ଯେ ନିତେ ପିବେ ମକରନ୍ଦ। ଧନ୍ୟ ଜୀବନ ତାହାଙ୍କର, ଯେ ହରି ଚରଣେ କିଙ୍କର। ସର୍ବ ଆତ୍ମାକୁ ଆତ୍ମଭାବେ, ଭଜନ୍ତି ନିତ୍ୟେ ବାସୁଦେବେ। ହେମନ୍ତ ଭାବେ ଯେ ଭଜଇ, ଏ ମାୟା ତାକୁ ନ ଲାଗଇ। ଏ ଯେ ପୁରାଣ ଭାଗବତ, ନିର୍ମଳ ପଦ ବ୍ରହ୍ମ ତତ୍ତ୍ୱ। କୃଷ୍ଣ ଚରିଚ ପରଶଂସି, ପ୍ରକାଶ କଲେ ବ୍ରହ୍ମରାଶି। ଜୀବର ମୁଖ୍ୟ ଫଳ ଅର୍ଥେ, ଧନ୍ୟ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ, ସାର ଉଦ୍ଧାରି ମନ ତୋଷେ। ଆତ୍ମଜ୍ଞାନୀଙ୍କ ମଧ୍ୟେ ବର, ଯେ ସୁକ ରୂପେ ଅବତାର। ତାହାଙ୍କୁ ଭାଗବତ ଦୀକ୍ଷା, ଦେଇ କହିଲେ ଆତ୍ମଶିକ୍ଷା। ସେ ପୁଣି ପରୀକ୍ଷିତ ଆଗେ, କହିଲେ ଆତ୍ମ ଅନୁରାଗେ। ବ୍ରାହ୍ମଣ ସାପେ ସେ ବିକଳେ, ନିବାସ କରି ଗଙ୍ଗା କୂଳେ। ପରମ ଋଷି ମେଳେ ଥାଇ, କୃଷ୍ଣ ଚରଣେ ମନ ଦେଇ। ଏ ଭାଗବତ ରସ ଶୁଣି, ତରିଲା ଭବ ତରଙ୍ଗିଣୀ।
ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ ଏକଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ ତାହାଙ୍କୁ ତପନଉଦିତ ହୋଇବ ଭାବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ ଏ ଭାଗବତ ତତ୍ତ୍ୱବାଣୀ ସୁକମୁନିଙ୍କ ମୁଖୁ ଶୁଣି ଜାଣିଲି ସୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ ଏଭାବେ ଚିନ୍ତି ନରହରି ଘୋର ସଂସାରୁ ଯିବା ଡତରି ବୋଲଇ ଦାସ ଜଗନ୍ନାଥ ସୁଜନ ହିତେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟ ଉପାଖ୍ୟାନେ ତୃତୀୟ ଅଧ୍ୟାୟ।